ଯିଏ ସଚ୍ଚା ପ୍ରେମ କରିଥାଏ ତାଙ୍କ ପାଖରେ ଏହି ଦୁଇଟି ନିଶ୍ଚୟ ଭିନ୍ନ ଗୁଣ ଥାଏ। ନମ୍ବର 1, ତାଙ୍କ ପ୍ରେମକୁ ଅନ୍ୟ କେହି ଗାଳି କଲେ ସେ ସହି ପାରିନଥାଏ। ନମ୍ବର 2, ଏବଂ ନିଜର ପ୍ରେମର ଦୁଃଖ ସମୟରେ ସିଏ ତାର ହାତ କେବେ ଛାଡ଼ି ଯାଇନଥାଏ ଓ 7 ଜନ୍ମର ସାଥୀ ହେବା ପାଇଁ ନିଶ୍ଚୟ କଥା ଦେଇଥାଏ। ସମୟ ବହୁତ କିଛି ଶିଖାଇ ଦିଏ। ଲୋକଙ୍କ ସହ ବଞ୍ଚିବା ବି ଆଉ ଲୋକଙ୍କ ବିନା ବଞ୍ଚିବା ବି। ସମ୍ପର୍କକୁ ଗୋପନ ରଖ ମନା ନାହିଁ, କିନ୍ତୁ ଅସ୍ୱୀକାର କର ନାହିଁ। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ବି ଜଣା ନଥାଏ। ଜୀବନରେ ତ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯେଉଁ ସମ୍ପର୍କ ଅଛି ତା ଭିତରେ ଜୀବନ ଥିବା ଜରୁରୀ। ଯେଉଁଠି ଅନ୍ୟକୁ ବୁଝେଇବା ଅସମ୍ଭବ ହୋଇଯାଏ ସେଇଠି ନିଜକୁ ବୁଝେଇ ନେବା ବହୁତ ଭଲ ହୋଇଥାଏ। କାହା ହୃଦୟରେ ପ୍ରେମ ଯୋଗାଇ ତାକୁ ଛାଡ଼ିଦେବା ତାକୁ ହତ୍ୟା କରିବା ସହ ସମାନ ହୋଇଥାଏ। ସମ୍ପର୍କର ଭୁଲ ବ୍ୟବହାର କରନି ଫ୍ରେଣ୍ଡସ୍, କାହିଁକି ନା ସମ୍ପର୍କ ବହୁତ ମିଳିଯିବ କିନ୍ତୁ ଠିକ୍ ମଣିଷ ବାରମ୍ବାର ମିଳିନଥାଏ। ଆଶା କରିବା ଭୁଲ ନୁହେଁ, ଭୁଲ ଲୋକଙ୍କ ପାଖରୁ ଆଶା କରିବା ସବୁଠାରୁ ବଡ଼ ଭୁଲ ହୋଇଥାଏ। ଜୀବନରେ ଏମିତି କିଛି ଯନ୍ତ୍ରଣା ଥାଏ ମଣିଷ ତ ସହିଯାଏ କିନ୍ତୁ କାହାକୁ କହିପାରିନଥାଏ। ଭରସା କାଚ ପରି ହୋଇଥାଏ, ସେ ଯଦି ଥରେ ଭାଙ୍ଗିଯାଏ ତାକୁ କେତେ ବି ଯୋଡ଼ ଚେହେରା ଅଲଗା ଅଲଗା ହିଁ ଦେଖାଯାଇଥାଏ। ଆଜିକାଲି ମଣିଷଙ୍କ ପାଖରେ ହୃଦୟ ନଥାଏ, କେବଳ ନିଜର ମତଲବ ଥାଏ। ଭାଗ୍ୟରେ କିଛି ସମ୍ପର୍କ ଅଧୁରା ହିଁ ଲେଖା ହୋଇଥାଏ କିନ୍ତୁ ତାର ସ୍ମୃତି ବହୁତ ସୁନ୍ଦର ହୋଇଥାଏ। ଆମେ ବି ଏଠି ଅଛନ୍ତି, ସମ୍ପର୍କ ବି ଏଠି ଅଛି, ଆଉ ରାସ୍ତା ବି ଏଠି ଅଛି। ଏଠି କେବଳ ସମୟ, ଭାବନା ଆଉ ମନୋଭାବ ବଦଳି ଯାଉଛି। ସମ୍ପର୍କ ସବୁବେଳେ ହାତ ଓ ଆଖି ଭଳି ହେବା ଦରକାର, କାରଣ ଯେବେ ହାତକୁ କଷ୍ଟ ହୁଏ ଆଖିରୁ ଲୁହ ବୋହି ଆସେ, ଆଉ ସେ ଲୁହକୁ କେବଳ ହାତ ହିଁ ପୋଛିଥାଏ। କର୍ମ ଉପରେ ବିଶ୍ୱାସ ରଖନ୍ତୁ। ଲୋକମାନଙ୍କ କଥାରୁ କ'ଣ ମିଳିବ? ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ ଆଉ ଗୋଟିଏ ମୁହୂର୍ତ୍ତରେ ନିନ୍ଦାରେ ଭସାଇ ଦିଅନ୍ତି। ବିଶ୍ୱାସ ଭଳି ଶବ୍ଦର ମହତ୍ତ୍ୱ କରିବା ଶିଖ, କାହିଁକି ନା ବିଶ୍ୱାସ ଥରେ ଭାଙ୍ଗିଲେ ସତ କଥା ଗୁଡ଼ିକ ବି ମିଛ ଲାଗିଥାଏ। ଯିଏ ଦୁଃଖ ଦେଇଛି ତାକୁ ଛାଡ଼ି ଦିଅ, କିନ୍ତୁ କାହାକୁ ଛାଡ଼ି ଦେଇଛ ତାକୁ କେବେ ସୁଖ ଦିଅନି। ଯିଏ ଆପଣାର ସିଏ ଆପଣଙ୍କୁ ଦେଖି କେବେ ବ୍ୟସ୍ତ ହୋଇନଥାଏ, ଆଉ ଯିଏ ଆପଣଙ୍କୁ ଦେଖି ବ୍ୟସ୍ତ ହୋଇଥାଏ ସେ କେବେ ଆପଣାର ହୋଇନଥାଏ। ପ୍ରେମ କରିବାର ଅର୍ଥ କେବଳ ଭଲ ପାଇବା ନୁହେଁ, ସମ୍ମାନ ଏବଂ ଆଦର କରିବା ବି ହୋଇଥାଏ। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଯାଇଥାଏ। ସେହିଭଳି ପ୍ରେମ ମଧ୍ୟ ସୁନ୍ଦର, କିନ୍ତୁ ତାର ଚାରିପାଖେ ଅନେକ ଯନ୍ତ୍ରଣା ଲୁଚିଥାଏ। ସନ୍ଦେହ ସମ୍ପର୍କକୁ ଭାଙ୍ଗି ଦେଇଥାଏ, ଆଉ ବିଶ୍ୱାସ ଅଜଣା ଲୋକଙ୍କୁ ବି ନିଜର କରିଦେଇଥାଏ। ଜୀବନରେ ଏମିତି ଜଣେ ମଣିଷ ରହିବା ଜରୁରୀ ଯିଏ ତୁମ କଷ୍ଟକୁ କେବଳ ଶବ୍ଦରେ ନୁହେଁ ମନରୁ ଅନୁଭବ କରିପାରୁଥିବ। ଯିଏ ତୁମକୁ ବୁଝିପାରୁନାହିଁ ତାକୁ ବାରମ୍ବାର ବୁଝେଇବା ଦରକାର ନାହିଁ, ସମୟ ଆସିଲେ ସେ ଆପେ ଆପେ ବୁଝିଯିବ। ବହୁରୂପୀ ଏଣ୍ଡିଓ ବିପଦ ଦେଖିଲେ ରଙ୍ଗ ବଦଳାଏ, କିନ୍ତୁ ମଣିଷ ସୁଯୋଗ ଦେଖିଲେ ରଙ୍ଗ ବଦଳାଇଥାଏ। ଏଠି ଲଭ୍ ତ ସମସ୍ତେ କରନ୍ତି, କିନ୍ତୁ ଲାଇଫ୍ ଟାଇମ୍ ପାଇଁ ନୁହେଁ, କେବଳ ଟାଇମ୍ ପାସ୍ ପାଇଁ। ଭରସା ସେହି ମଣିଷକୁ କର ଯିଏ ତୁମର ଏହି 3ଟି କଥାକୁ ବୁଝିପାରୁଥିବ। ହସ ପଛରେ ଥିବା ଦୁଃଖ ଆଉ ରାଗ ପଛରେ ଥିବା ଭଲ ପାଇବା ଏବଂ ଚୁପ୍ ରହିବାର କାରଣ। କୁହନ୍ତି ଜୀବନରେ ପ୍ରେମ ଗୋଟିଏ ଥର ତ ହୁଏ, ନିଶ୍ଚୟ ହୋଇଥାଏ, କିନ୍ତୁ ଯାହା ସହିତ ହୁଏ ସେ କେବେ ଭାଗ୍ୟରେ ନଥାଏ। ଯେମିତି ଗୋଲାପ ଫୁଲ ସୁନ୍ଦର, କିନ୍ତୁ ତାର ପାଖୁଡ଼ା ତଳେ ଛୋଟ ଛୋଟ କଣ୍ଟା ଲୁଚି ରହିଥାଏ। ଜୀବନ ସେମିତି ସୁନ୍ଦର ଲାଗିଥାଏ ଯଦି ଦୁଃଖ କଷ୍ଟ ଉଭୟ ମିଶିଥାନ୍ତି। ଜୀବନର ଚଲାପଥରେ ଅନେକ ଲୋକଙ୍କ ସହ ଭେଟ ହୁଏ। କିଏ ଭଲ ପାଇବା ଶିଖାଏ ତ କିଏ ଭଲରେ ରହିବା ପାଇଁ ଶିଖାଏ, ତ ଆଉ କିଏ ବିଶ୍ୱାସ କଲେ ଠୋକର ଖାଇବାକୁ ହୁଏ ତାହା ମଧ୍ୟ ଶିଖାଇ ଦେଇଥାଏ। ହୃଦୟରେ ସ୍ଥାନ ପାଇଥିଲେ ଜଣେ ଯେତେ ଦୂରରେ ରହିଥିଲେ ମଧ୍ୟ ପାଖରେ ଅଛି ବୋଲି ମନେ ହୋଇଥାଏ। ପାଟିରେ ଖାଲି ନିଜର ତ ସମସ୍ତେ କହନ୍ତି, କିନ୍ତୁ କିଏ ପ୍ରକୃତରେ ଆପଣାର ତାହା ତ କେବଳ ସମୟ ହିଁ କହିଥାଏ। ସନ୍ଦେହର କିଛି ଟ୍ରିଟମେଣ୍ଟ ନାହିଁ, ଚରିତ୍ରର କୌଣସି ପ୍ରୁଫ୍ ନାହିଁ, ମୌନ ରହିବା ଠାରୁ କୌଣସି ଭଲ ଷ୍ଟେପ୍ ନାହିଁ, ଆଉ ଶବ୍ଦ ଠାରୁ ହାର୍ଡୱାର୍ଡ ଆଉ କିଛି ନାହିଁ। ପ୍ରେମର କଷ୍ଟ ବଡ଼ ଅଜବ ହୋଇଥାଏ, ନା ଦେଖାଯାଏ ନା ବାସ୍ନା ଥାଏ, କେବଳ ଅନୁଭବ ହିଁ କରିହୁଏ। ଯିଏ ଆପଣାର ସିଏ ଆପଣଙ୍କୁ ଦେଖି କେବେ ବ୍ୟସ୍ତ ହୋଇନଥାଏ,
ए दुनिया मिछ को जदि धीरे कहिबे समस्ते शुणिबे किंतु जदि सत को चित्कार कहती केही शुणी न थांती और प्रमाण मागी थांती। टिके टिके कथारे खूब शीघ्र रागी जाउथिबा मनीष हृदय बहुत भल होइथाए किंतु लोक तांको बुझी पारि न थांती। अन्य को विश्वास कर हेले आखि बंद करी नुहे नहेले निज ठोकर रे पड़ी जिबे। किछि संपर्क एमिति भी होइथाए जहा को मजबूत करिबा मनीष निजे भांगी पड़ी थाए। बहुत मजबूत होइथाए सेही लोक जहा पाखरे हरैबा को किछि न थाए। प्रेमर दूरता से जानी थाए जी हृदय प्रेम करि थाए कारण प्रकृत प्रेमर किछि मिलु न मिलु किंतु बहुत कष्ट आ लुह निश्चय मिली थाए। सबु मनीषर दुईटी कहानी थाए गोटे समस्तंको सुनाई थाए आउ गोटे समस्तंक ठारू लुचेई रखि थाए। दुनिया रे मनीष सेईटी हारी जाए जेउटी निज लोकटी सबु जानी मध्य न जानिबा परे अभिनय करुथाए। जीवन रे किछि लोक खुशी देबा पई आसंती हेले किछि समय पई। एही मनीष केबे धोखा देब नाही जे धोकार अर्थ कौन जानिछि जे धोकार ठोकर को अनुभव करि सारिछि। जेउ प्रेम रे स्वार्थ शर्त और मिछ एही तीनटी जिनस थाए सेही प्रेम केबे सच्चा होई न थाए। जेउ मनीष निजे नियम करी निजे मानिब आजी काम आजी करिब देखिब सेही मनीष दुनिया रे दिने राज करिब। प्रकृत संपर्क किछि मागेनी केवल चाहि थाए किछि समय आउ किछि भल पाइबा। मुहरु बाहरुथिबा शब्द को कहीं छुई पारिबे नाही किंतु शब्द समस्त को छुई पारे कहार हृदय भांगी दिए तो आउ कहा को शांत करि पारे। आई लव यू कहूथिबा मनीष सच्चा प्रेम करि न थाए। सच्चा प्रेम तो केवल सी ही करि थाए जे हृदय रु आपणक पई केयर रखि थाए। टंका खूब छोट शब्दटीए अथच ए छोट शब्दटीर प्रभाव एते बेसी जे एहार अभाव हेले देखा जाए हाहाकार आउ बेसी हेले बढ़ी जाए अहंकार। किछि पाइले तो समस्ते हसिबा जानते किंतु जेउ मनीष सब किछि हराई देला परे मध्य हसिबा जानी थाए सी दुनिया रे बंचिबा पई समर्थ होई जाई थाए। किछि पाइले तो समस्ते निश्चय हसी थांती। औषध चिन्हिबारे भूल होई गले जीवन चली जाए मनीष चिन्हिबारे भूल होई गले जीवन बर्बाद होई जाई थाए। बेले बेले सबु दुख कष्ट को लुचाई मु भल अछि बोली कहिबा को पड़ी थाए काहेकि ना अकुहा दुख को बुझिबार शक्ति समस्तंक पाखरे न थाए। क्रोध आसिले निजको संभाळिबा शिखंतु नहेले चालाक लोकंकर अभाव नहीं निजर स्वार्थ काम बहुत सहजरे हासिल करि नेबे। जेउ लोकंकु तुम संपर्क रे टिके भी चिंता नहीं सेपरि लोकंक सह जबरदस्ती रहिबा अपेक्षा सम्मानर सह तांको ठारू दूरे जिबा बहुत भल होई थाए। मूर्ख को जवाब दियंतु नहीं ज्ञानी लोकंकु आघात दियंतु नहीं भल लोकंक हाथ छाड़ा करंतु नहीं आ खराब लोकंक सह रुहंतु नहीं। तांको डिस्टर्ब करनी जी तुमको समय देउ नहीं जी तुमर महत्व बुझी न पारिछि सी तुमको मध्य मूल्यहीन भाबुथिबो ताठारो आशा रखिबा भूल होई थाए। दर्शक बंधु भिडियोटी आज पई एतिकी भिडियोटी केमिति लागिला कमेंट बॉक्स रे निहाती जणाइबे। आ जदि हम भिडियोटी आपन मानको पसंद आसिताए ताहले आम चैनल को सब्सक्राइब कर दियंतु वीडियो गोटे लाइक करंतु। धन्यवाद। जय जगन्नाथ। भलरे रहंतु समस्ते। पुणी देखा आ गोटे नुआ वीडियो रे।